ଯାତ୍ରା କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁ। ଆସନ୍ତୁ ଆମେ ପାଳକ ପ୍ରେମାଶିଷ ସତମାନଙ୍କ ଦ୍ୱାରା ଲିଖିତ ଆଜିର ଡିଭୋସନ ବିଷୟରେ ଚର୍ଚ୍ଚା କରିବା। ପ୍ରେଜ୍ ଦ ଲର୍ଡ। ହଁ କୁହନ୍ତୁ। ପାଳକ ପ୍ରେମାଶିଷ ସତମନଙ୍କର ଗୋଟେ ଲେଖା ଅଛି, ପରମେଶ୍ୱରଙ୍କ ପିତୃତ୍ୱ ଭଳି ପ୍ରେମ। ଆଉ ସେଠି ଗୋଟେ ମୂଳ ପ୍ରଶ୍ନ ଉଠୁଛି। କ'ଣ ସେ ପ୍ରଶ୍ନ? ଯେ ପରମେଶ୍ୱରଙ୍କୁ ଆମେ କେମିତି ଦେଖିବା? ଜଣେ କଠୋର କର୍ତ୍ତା ଭଳିଆ ଯିଏ ଖାଲି ଦାବି କରନ୍ତି, ନା ଜଣେ ସ୍ନେହୀ ପିତା ଭାବରେ? ଆଚ୍ଛା, ହଁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥା, କାରଣ ଆମେ କେମିତି ଦେଖୁ ସେଇଟା ଆମ ସମ୍ପର୍କକୁ ପୁରା ବଦଳେଇ ଦିଏ। ଏକଦମ। ଆଉ ଏଇ ଆଲୋଚନା ପାଇଁ ଗୋଟେ ମୁଖ୍ୟ ପଦ ଅଛି ବାଇବଲରେ, ରୋମିଓ 8:15। ହଁ, ରୋମିଓ 8:15। ସେଠି ଲେଖା ଅଛି, କାରଣ ତୁମ୍ଭେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇନାହ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ, ତଦ୍ୱାରା ଆମ୍ଭେମାନେ ଆବ୍ବା ପିତା ବୋଲି ଡାକିଥାଉ। ବା, ଦାସତ୍ୱର ଆତ୍ମା ନୁହେଁ, ପୁତ୍ରତ୍ୱର ଆତ୍ମା। ଏଇଟା ବଡ଼ କଥା। ହଁ, କାରଣ ଅନେକ ସମୟରେ ଲୋକଙ୍କ ମନରେ ଗୋଟେ ଧାରଣା ଥାଏ ପରା, ଯେ ପରମେଶ୍ୱର ଜଣେ କର୍ତ୍ତା ଭଳିଆ, ଟିକେ ଭୁଲ ହେଲେ ଦଣ୍ଡ ଦେବେ, ସବୁବେଳେ କିଛି ନା କିଛି ଆଶା କରୁଥିବେ। ଠିକ୍ କହିଲେ। ସେଇଟା ହେଉଛି ଦାସତ୍ୱର ଆତ୍ମା। ସବୁବେଳେ ଭୟ, ମାଲିକଙ୍କୁ ଖୁସି କରିବାକୁ ପଡ଼ିବ ନହେଲେ। କିନ୍ତୁ ପାଉଲ ଏଠି କହୁଛନ୍ତି, ଆମେ ସେଇ ଆତ୍ମା ପାଇନେ। ତାହେଲେ କୋଉ ଆତ୍ମା ପାଇଛେ? ପୁତ୍ରତ୍ୱର ଆତ୍ମା, ମାନେ ପୁଅ ହେବାର ଅଧିକାର, ପରିବାରର ସଦସ୍ୟ ହେବାର ନିଶ୍ଚିତତା। ଏଇଠି ପାର୍ଥକ୍ୟଟା ଆସୁଛି। କେମିତି? ଦେଖନ୍ତୁ, ଜଣେ କର୍ତ୍ତା କ'ଣ ଦେଖେ? କାମ, ପରଫର୍ମାନ୍ସ। କିନ୍ତୁ ଜଣେ ପିତା ସେ ସମ୍ପର୍କ ଦେଖନ୍ତି। ଆଉ ପରମେଶ୍ୱର ଆମ ସହ ସମ୍ପର୍କ ରଖନ୍ତି ଆମ କାମ ଯୋଗୁଁ ନୁହେଁ, ବରଂ ଯୀଶୁ ଯାହା କଲେ ସେଇ ଆଧାରରେ। ଏଇଟା ଅନୁଗ୍ରହର କଥା, ଦାବିର ନୁହେଁ। ଏହାକୁ ବୋଧେ ଏମିତି ଭାବି ହେବ। ଗୋଟେ ଉଦାହରଣ ଦେଖିବା। ହଁ କୁହନ୍ତୁ। ଯେମିତି ଗୋଟେ କାରଖାନା ମାଲିକ ଅଛନ୍ତି, ତାଙ୍କର ମୁଖ୍ୟ ଚିନ୍ତା କ'ଣ? କର୍ମଚାରୀମାନେ କେତେ କାମ କରୁଛନ୍ତି, କେତେ ଉତ୍ପାଦନ ହେଉଛି, ଠିକ୍ ନା? ହଁ, ବିଲକୁଲ। କିନ୍ତୁ ଜଣେ ବାପା, ସେ କ'ଣ ଦେଖନ୍ତି? ନିଜ ପିଲାର ଭଲ ମନ୍ଦ, ତାର ସୁରକ୍ଷା, ତା ସହ ସମ୍ପର୍କଟା। ପିଲାଟା ଭୁଲ କଲେ ବି ସେ ତା ବାପା। ଏକଦମ ସଠିକ୍ ଉଦାହରଣ। ଆଉ ପରମେଶ୍ୱର ସେଇ ଦ୍ୱିତୀୟଟି ପରି, ସେ ଆମର ପିତା। ଆଉ ସେଇଥିପାଇଁ ଆମେ ତାଙ୍କୁ ଆବ୍ବା ପିତା ଡାକିପାରିବା। ନିଶ୍ଚୟ। ଏହା ଆବ୍ବା ଶବ୍ଦଟା ବହୁତ କେମିତି କହିବି, ଆନ୍ତରିକ। ଏଇଟା ଆରାମୀୟ ଭାଷାର ଶବ୍ଦ। ଆଚ୍ଛା। ସେ ସମୟରେ ଛୋଟ ପିଲାମାନେ ନିଜ ବାପାଙ୍କୁ ଏମିତି ସ୍ନେହରେ ଡାକୁଥିଲେ, ଯେମିତି ଆମେ ବାପା ବା ଡ୍ୟାଡି କହୁ। ଏତେ ନିକଟତର ସମ୍ପର୍କ। ବାଃ, ମାନେ ସର୍ବଶକ୍ତିମାନ ପରମେଶ୍ୱର ଚାହାନ୍ତି ଆମେ ତାଙ୍କ ସହ ଏତେ ନିକଟତର ହେଉ। ହଁ, ସେ ପୁତ୍ରତ୍ୱର ଆତ୍ମା ଆମକୁ ସେଇ ସାହସ ଆଉ ଅଧିକାର ଦିଏ। ଭାବନ୍ତୁ ତ। ତାହେଲେ ଯଦି ଆମେ ପରମେଶ୍ୱରଙ୍କୁ ଏହିଭଳି ଜଣେ ସ୍ନେହୀ ପିତା ଭାବରେ ଦେଖିବା ଆରମ୍ଭ କରୁ, ତେବେ ଏହାର ପ୍ରକୃତ ପ୍ରଭାବ କ'ଣ ହେବ ଆମ ଦୈନନ୍ଦିନ ଜୀବନରେ? ଓହୋ, ବହୁତ ବଡ଼ ପ୍ରଭାବ ପଡ଼ିବ। ପ୍ରଥମ କଥା ହେଲା, ଆମ ପ୍ରାର୍ଥନା ବଦଳିଯିବ। କେମିତି? ଆମେ ଆଉ ଭୟରେ ଡରି ଡରି ମାଗିବାନି, ବରଂ ଜଣେ ସ୍ନେହୀ ବାପାଙ୍କ ସାମ୍ନାରେ ଯେମିତି ପିଲା କଥା ହୁଏ, ସେମିତି ବିଶ୍ୱାସରେ କଥା ହେବା। ଦ୍ୱିତୀୟରେ, ଆମେ ଯେତେବେଳେ ଭୁଲ କରୁ ବା ଦୁର୍ବଳ ହୋଇଯାଉ, ଜଣେ କର୍ତ୍ତା ଦଣ୍ଡ ଦେବାକୁ ଚାହିଁବ, କିନ୍ତୁ ପିତା ସେ କ୍ଷମା ଦେବେ ଆଉ ପୁଣି ଉଠିବାକୁ ସାହାଯ୍ୟ କରିବେ। ଏଇଟା ବହୁତ ଆଶ୍ୱାସନାର କଥା। ନିଶ୍ଚୟ। ଆଉ ତୃତୀୟରେ, ଏଇଟା ଆମ ମନରୁ ଭୟ, ଚିନ୍ତା କମେଇଦେବ, ମାନସିକ ଶାନ୍ତି ଆଣିବ। ଯଦି ଆମ ସ୍ୱର୍ଗୀୟ ପିତା ଆମର ଯତ୍ନ ନେଉଛନ୍ତି, ତେବେ ସବୁବେଳେ ନିଜକୁ ପ୍ରମାଣିତ କରିବାର ଚାପ କାହିଁକି? ସତରେ ଏହା ତ ଏକ ମୁକ୍ତି ଦେବା ଭଳି ସତ୍ୟ। ଏକଦମ। ତେଣୁ ମୂଳ କଥା ହେଲା, ଆମ ଦୃଷ୍ଟିକୋଣଟା ବଦଳିବା ଦରକାର। ପରମେଶ୍ୱର ଜଣେ ଦାବି କରୁଥିବା କର୍ତ୍ତା ନୁହନ୍ତି, ବରଂ ସେ ଜଣେ ଦୟାଳୁ, ପ୍ରେମମୟ ପିତା। ତାଙ୍କ ପ୍ରେମ ଆମ ଯୋଗ୍ୟତା ଉପରେ ନିର୍ଭର କରେ ନା। ଏଇଟା ଗୋଟେ ମୁକ୍ତ ଉପହାର। ପାଳକ ପ୍ରେମାଶିଷ ସତମନଙ୍କର ଲେଖା ଆମକୁ ସେଇ କଥାଟା ମନେ ପକାଇ ଦେଉଛି, ଆଉ ଏହାକୁ ଆମ ଜୀବନରେ ପ୍ରତିଫଳିତ କରିବାକୁ ଉତ୍ସାହିତ କରୁଛି। ହଁ, ଆମେ ଭୟରେ ବା ବାଧ୍ୟ ହୋଇ ନୁହେଁ, ବରଂ ପ୍ରକୃତ ପ୍ରେମ ଆଉ କୃତଜ୍ଞତାରୁ ବଞ୍ଚିବା ଉଚିତ। ଆଉ ଶେଷରେ, ଏଇଟା ଆମ ପାଇଁ ଗୋଟେ ଚିନ୍ତା କରିବାର ବିଷୟ ଛାଡ଼ି ଯାଉଛି। ଯଦି କେହି ସତରେ ପରମେଶ୍ୱରଙ୍କୁ ନିଜର ଆବା ପିତା ବୋଲି ମାନିନିଏ, ତାହେଲେ ଏଇ ବିଶ୍ୱାସଟା ତାର ଦୈନନ୍ଦିନ ଚିନ୍ତା, କାମ ଆଉ ମନର ଶାନ୍ତିକୁ କେତେ ମାତ୍ରାରେ ଆଉ କେମିତି ବଦଳେଇ ପାରିବ? ବହୁତ ଗଭୀର ପ୍ରଶ୍ନ। ଭୟ ବଦଳରେ ବିଶ୍ୱାସ,
ଚାପ ବଦଳରେ ଶାନ୍ତି, କର୍ତ୍ତବ୍ୟ ପରିବର୍ତ୍ତେ ପ୍ରେମ, ଏମିତି ଜୀବନ କେମିତି ଦେଖାଯିବ? ଏହି ଚିନ୍ତାଧାରା ସହିତ ଲେଖାର ଶେଷ ପ୍ରାର୍ଥନାଟା ମନେ ପଡ଼ୁଛି। ଆବ୍ବା ପିତା, ମୋର କାର୍ଯ୍ୟ ନୁହେଁ, ତୁମେ ଦେଇଥିବା ପ୍ରେମରେ ଆଶ୍ରୟ କରିବାକୁ ଶିଖାଅ। ଆମେନ୍। ମୋତେ ମୁକ୍ତ ଓ ନିଶ୍ଚିନ୍ତ ଭାବେ ତୁମ ସହିତ ଚାଲିବାକୁ ସାହାଯ୍ୟ କର। ଏହା ଏକ ଶକ୍ତିଶାଳୀ ଅନୁରୋଧ ଏବଂ ଆଶା ନିଶ୍ଚୟ। ଆଜି ଆତ୍ମିକ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଧନ୍ୟବାଦ, ଯେଉଁଠି ଆମେ ପ୍ରତିଦିନ ପରମେଶ୍ୱରଙ୍କ ବାକ୍ୟ ଆଲୋଚନା କରୁଅଛୁ। ଯଦି ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଆଶୀର୍ବାଦ ଦେଇଅଛି, ତେବେ ଏହାକୁ ଆପଣ ଫ୍ୟାମିଲି ଆଉ ଫ୍ରେଣ୍ଡସ୍ ହ୍ୱାଟ୍ସଆପ୍ ଗ୍ରୁପ୍ରେ ସେୟାର କରନ୍ତୁ। ଆସନ୍ତାକାଲି ପୁଣି ଦେଖା ହେବା। ଧନ୍ୟବାଦ।